କଥା ପ୍ରଭୁଙ୍କ ଇଚ୍ଛା। ଗୋଟିଏ ନିର୍ଦ୍ଦିଷ୍ଟ ବୟସ ପରେ ମୋର ସଂସାରକୁ ଦେଖିବାର ଦୃଷ୍ଟିକୋଣ ବଦଳି ଯାଉଥିଲା। ଧୀରେ ଧୀରେ ମୋତେ ଲାଗୁଥିଲା ଯେମିତି ମୋ ଛଡ଼ା ସବୁ ଚଳଚଞ୍ଚଳ। ଯୌବନରେ ଲାଗୁଥିଲା ମୁଁ ସବୁ କରିପାରିବି, ମୁଁ ଯେମିତି ଚାହିଁବି ସେମିତି ମୋ ଜୀବନକୁ ଦିଗ ଦେଇପାରିବି। କିନ୍ତୁ ସେମିତି କିଛି ବି କରିବାର କ୍ଷମତା ମୋ ପାଖରେ ନଥିଲା ବୋଲି ମୁଁ ଏବେ ଅନୁଭବ କରୁଛି। ଯଦି ମୁଁ ସେବେଠାରୁ ଅର୍ଥାତ୍ ଯୁବତୀ ଅବସ୍ଥାରେ ବୁଝିପାରିଥାନ୍ତି, ତେବେ ମୋ ଜୀବନ ନିଶ୍ଚୟ ଆଜିଠାରୁ ବେଶ ସୁନ୍ଦର ହୋଇପାରିଥାନ୍ତା। ପ୍ରଭୁଙ୍କ ନାମ ଜପର ପ୍ରଭାବ ମୋ ଭିତରେ ଗୋଟେ ଶୀତଳ ପରିବେଶ ତିଆରି କରି ଚାଲିଛି। କିଏ କିଛି କହିଲା ନ କହିଲା ସେ କଥାର ପ୍ରଭାବ ଆଗ ଭଳି ମୋ ଉପରେ ଏତେ ପଡୁନି। କଥାରେ ଅଛି ନା, କରି କରାଉ ଥାଏ ସେହି, ତା ବିନୁ ଅନ୍ୟ ଗତି ନାହିଁ। ଆଉ ଏ କଥାଟା ବି ପୁରା ସତ। ଆଉ ଯଦି ଏ କଥା ସତ, ତେବେ ଆମକୁ ବୁଝିଯିବା ଦରକାର ଯେ ସାମ୍ନା ଲୋକ ଯାହା କହିଲା କି କରିଲା ସେ କଥା ପରୋକ୍ଷରେ ପରମ ବ୍ରହ୍ମଙ୍କ ବାକ୍ୟ, ଆମ ପ୍ରାରବ୍ଧ। ମୋ ପ୍ରାରବ୍ଧ ଅନୁସାରେ ମୁଁ ଯେତିକି ଯେଉଁଠି ଯାହା ଦ୍ୱାରା ଶୁଣିବାକୁ କିମ୍ବା ପାଇବାକୁ ଅଛି ତାକୁ ମୋ କର୍ମ ବ୍ୟତୀତ ଅନ୍ୟ କେହି କମ୍ ବେଶୀ କରିପାରିବ ନାହିଁ। ଯେମିତି ମୋତେ ଗାଳି କରୁଥିବା ବ୍ୟକ୍ତି ପାଖରେ ଅଧିକ କିଛି ସମୟ ଠିଆ ହୋଇ ମୁଁ ଯଦି ଭୁଲ ଠିକର ହିସାବ କରିବାକୁ କିଛି କହିବି, ସେ ମୋତେ ଅଧିକ ଗାଳି କରିବ। ସେଠାରୁ ଯଦି କିଛି ନ କହି ଚାଲି ଆସିବି, ସେ ମୋତେ କମ୍ ଗାଳି କରିବ, ମୁଁ ବି କମ୍ ଶୁଣିବି। ତେଣୁ ମୋ ଉପରେ ନିର୍ଭର କରୁଛି ମୋ ମାନ ଅପମାନର ଦୀର୍ଘତ୍ୱ। ଏବେ ମୁଁ ଅତୀତକୁ ମନେ ପକାଇ ଭାବେ କଣ କରିଲି ସତରେ। ଏମିତି ଧୈର୍ଯ୍ୟ, ଏମିତି ସହିଷ୍ଣୁତା, ଏମିତି ପ୍ରଭୁଙ୍କ ପ୍ରତି ସମର୍ପଣ ଭାବ ସେତେବେଳେ କାହିଁକି ଆଣିପାରିଲି ନାହିଁ। ପ୍ରକୃତ କଥା ସେଇଆ, କରି କରାଉଥାଏ ସେଇ, ତା ବିନୁ ଅନ୍ୟ ଗତି ନାହିଁ। ସେମିତି ଆଉ ଗୋଟେ ପ୍ରସଙ୍ଗ କହୁଛି, ଶୁଣନ୍ତୁ। ଆପଣମାନେ ଜାଣିଥିବେ, ତଥାପି କହୁଛି। ଦ୍ୱାପର ଯୁଗରେ ଯେତେବେଳେ ସୁଦାମା ଦାରିଦ୍ର୍ୟତାର ଚରମ ଅବସ୍ଥାର ବଶବର୍ତ୍ତୀ ହୋଇ ଭିକ୍ଷାବୃତ୍ତିକୁ ଆପଣେଇ ନେଇଥିଲେ, ସେତେବେଳକୁ ତାଙ୍କ ସଖା ଶ୍ରୀକୃଷ୍ଣ ଦ୍ୱାରିକାଧୀଶ ହୋଇ ସାରିଥିଲେ। ଏମିତି ଦିନେ ମାତା ନାରାୟଣୀ ପ୍ରଭୁଙ୍କ ସହିତ ଆଳାପ କରିବା ସମୟରେ ସ୍ୱତଃ ସୁଦାମାଙ୍କ କଥା ଉତ୍ଥାପନ କରିଲେ। ନଟିଆ ନଟବର, ସବୁର ଉଦ୍ୟୋକ୍ତା, କିନ୍ତୁ ମାନିବେ ନାହିଁ ସେ। ମା କେତେ ପ୍ରକାର ଯୁକ୍ତି କରିବା ପରେ ପ୍ରଭୁ କହିଲେ, ଏମିତି ତ ସୁଦାମାର ତମେ ଚାହୁଁଥିବା ଜୀବନ ବଞ୍ଚିବାର ସମୟ ଆସିନି, ତଥାପି ତମେ ଦେଖ ଯଦି କିଛି କରିପାରିବ। ମା କହିଲେ, ପ୍ରଭୁ କଥା ଦିଅନ୍ତୁ ଆପଣ କିଛି ବି କରିବେ ନାହିଁ। ପ୍ରଭୁ ମାଙ୍କୁ କଥା ଦେଲେ ସେ କିଛି ବି କରିବେ ନାହିଁ, ଆଉ ସୁଦାମା କାଲି ସୁସ୍ୱାଦୁ ଭୋଜନ କରିବ। ଆପଣମାନେ କୁହନ୍ତୁ ତ, ଯେଉଁଠି ପ୍ରଭୁ କିଛି କରିବେ ନାହିଁ ସେଠି କେମିତି କିଛି ଠିକ ହେବ। ପରଦିନ ଜମିଦାର ଘର ବଡ଼ ଭୋଜି ହେଲା। ସାହି ସାରା ନିମନ୍ତ୍ରଣ ଦିଆଯାଇଥିଲା। ସୁଦାମାଙ୍କୁ ବି ଡକାଗଲା। ସୁଦାମା ଖାଦ୍ୟ ପ୍ରଭୁଙ୍କୁ ସମର୍ପଣ କରି ଖାଇପାରିବେ ନାହିଁ, ତେଣୁ ସେ କିଛି ଖାଦ୍ୟ ଧରି ଘରକୁ ଆସୁଥିଲେ। ସେତିକିବେଳେ ଅଇଁଠା ପତ୍ର ଚାଟୁଥିବା କିଛି କୁକୁର କଳି କରି ସୁଦାମାଙ୍କ ଉପରକୁ ମାଡ଼ି ଆସିଲେ। ଆଉ ସୁଦାମା ପଡ଼ିଗଲେ। ଖାଦ୍ୟ ତଳେ ବି ପଡ଼ିଗଲା। ଆଉ କୁକୁର ସେ ଖାଦ୍ୟକୁ ଖାଇଦେଲା। ମା ପ୍ରଭୁଙ୍କ ମୁହଁକୁ ଚାହିଁଥିଲେ। ପ୍ରଭୁଙ୍କ ଆଖିରୁ ବି ସୁଦାମାର ଏ ଅବସ୍ଥାରେ ଲୁହର ଧାର ବୋହି ଯାଉଥିଲା। କିଛି କରି ନ ପାରିବାର ଗ୍ଲାନିରେ ନିଜର ଅସହାୟତା ମାଙ୍କ ପାଖରେ ପ୍ରଦର୍ଶିତ କରୁଥିଲେ। ମା କହିଲେ, ପ୍ରଭୁ ଆପଣ କାନ୍ଦୁଛନ୍ତି, ଅଥଚ ତାଙ୍କୁ ଏ ଦୁଃଖ ଯନ୍ତ୍ରଣାରୁ ମୁକ୍ତି ଦେଇ ପାରୁନାହାନ୍ତି। ପ୍ରଭୁ କହିଲେ, ପ୍ରାରବ୍ଧ ସହିବାର କ୍ଷମତା ଦେଇପାରିବି ସିନା, ପ୍ରାରବ୍ଧ କାଟିପାରିବି ନାହିଁ। ଜଣକୁ ବିବେକ ପ୍ରଦାନ କରିପାରିବି ସିନା, କିନ୍ତୁ କର୍ମର ଫଳ ନିବାରଣ କରିପାରିବି ନାହିଁ। ସୁଦାମାର କର୍ମ ଏବଂ ତାର ନାମ ଜପର ପ୍ରଭାବରେ ତାର କୃତ ପ୍ରାରବ୍ଧ ସରି ଆସିଲାଣି। ଆଉ ଖୁବ୍ କମ୍ ଦିନ ପରେ ସମସ୍ତ ଭୌତିକ ସୁଖ ଓ ପରମାନନ୍ଦ ସୁଖ ଉପଭୋଗ କରିପାରିବ, କିନ୍ତୁ ଏବେ ନୁହେଁ। ମହାପ୍ରଭୁଙ୍କୁ ପ୍ରଣାମ କରି ପୁଣି ପାଦ ସେବାରେ ବ୍ୟସ୍ତ ହୋଇଗଲେ। ଆଉ କିଛି ଆଗକୁ କହିନଥିଲେ। ତେଣୁ ଯାହା ହୋଇଯାଇଛି, ଯାହା ହେଉଛି ଆଉ ଯାହା ହେବ, ସବୁ ତାଙ୍କରି ଇଚ୍ଛା। କିଛି ଚିନ୍ତା କିମ୍ବା ଚେତନା ଭିତରେ ନ ଆଣି କେବଳ ସମର୍ପିତ ଭାବରେ ତାଙ୍କ ନାମ ଜପ କରିବାରେ ହିଁ ଜୀବନର ସାର୍ଥକତା ଅଛି, ଅନ୍ୟ କେଉଁଥିରେ ନାହିଁ। ଜୟ ଶ୍ରୀରାମ।